ଖରା ଦିନ ପାଇଁ ଆମ ସୁଡୁଲ ବାବାର ସକାଳୁଆ ସ୍କୁଲ ଏବେ ଷ୍ଟାର୍ଟ ହେଇଗଲାଣି। ସେଥିଲାଗି ମୋର ବି ସକାଳର କାମ ବ୍ୟସ୍ତତା ଏବେ ବହୁତ ବଢିଗଲାଣି। ପ୍ରଥମେ ସୁଡୁଲ ବାବାକୁ ଖୁଆଇ ପିଆଇ ରେଡି କରିଦେଲି ଆଉ ତାପରେ ତାର ଟିଫିନ ପାଇଁ ପରଟା ସାଙ୍ଗକୁ ସୋୟାବିନ ଭଜା ବନେଇ ମତେ ବାଏ ବାଏ କରି ଖୁସିରେ ଡେଇଁ ଡେଇଁ ସ୍କୁଲକୁ ପଳେଇଲା। ଆଉ ଏଇଠି ଦେଖନ୍ତୁ ପୁଅକୁ ଛାଡିକି ଆସିଲା ପରେ ମୋ ପାଇଁ ଏଇ ବୋଇତାଳୁ ଫୁଲର ବୁକେଟି ଆସିଲା। ଆଜ୍ଞା ହଁ ସାଙ୍ଗମାନେ, ବାହାଘର ପରେ ରୋଜର ବୁକେରେ ଆଉ କି କାମ, ବରଂ ଏଇ ଫୁଲର ବୁକେଟା ହିଁ ଠିକ କାମ ଦେଇଥାଏ। ସେଥିଲାଗି ଗାଧେଇ ପାଧେଇ ଠାକୁରଙ୍କୁ ପୂଜା କରିସାରି ମୁଁ ଚାଲିଲି ବୋଇତାଳୁ ଫୁଲର ବରା ବନେଇବା ପାଇଁ। ଆଉ ସତ କହିବାକୁ ଗଲେ ଏଇ ଜିନିଷଟି ମତେ ବହୁତ ହି ବଢିଆ ଲାଗେ ଖାଇବା ପାଇଁ। ପ୍ୟାନରେ ଟିକେ ସୋରିଷ ତେଲ ପକାଇ ବାଟିକି ରଖିଥିବା ପିଠଉରେ ବୋଇତାଳୁ ଫୁଲକୁ ବୁଡାଇ ଗୋଟି ଗୋଟି କରି ବରା ବନେଇଦେଲି। ଆଉ ତା ସହିତ ଲଞ୍ଚରେ ଟେଷ୍ଟି ଟେଷ୍ଟି ପଣସ କଠା ତରକାରୀ ମଧ୍ୟ ବନେଇଥିଲି। ଆଉ କିଛି ଦିନ ପରେ ପଣସ କଠାର ସିଜିନ ସରିଯିବ, ସେଥିଲାଗି ଏବେ ଯେତେ ଇଚ୍ଛା ସେତେ ମନ ଖୁସି କରିକି ଖାଇଦବାର ଅଛି। ତା ଭିତରେ ଆମ ସୁଡୁଲ ବାବା ସ୍କୁଲରୁ ପଳେଇ ଆସିଲା ଆଉ ତା ଚିନୁ ଆଣ୍ଟି ଆଉ ଚିକୁଲ ତା ପାଇଁ ଆଣିଥିବା ଏଇ ସୁନ୍ଦର ଘଣ୍ଟାଟି ଦେଖି ଖୁସି ହେଇଗଲା। ଆଉ ଆମେ ସମସ୍ତେ ସାଙ୍ଗ ହେଇ ବସି ପଡିଲୁ ଲଞ୍ଚ କରିବା ପାଇଁ। ଖାଇବାରେ ଆଜି ଏତେ ଟେଷ୍ଟି ଟେଷ୍ଟି ଆଇଟମ ହେଇଛି ଯେ କୋଉଟା ଖାଇବି ମୁଁ ଆଉ ଜାଣିପାରୁନାହିଁ। ସନ୍ଧ୍ୟାରେ ବନେଇଥିଲି ଟିକେ ୱାଟରମେଲନ ଜୁସ୍, ଯାହାକୁ କି ଦେଖି ଆମ ସୁଡୁଲ ହେଇଗଲା ପୁରା ଖୁସି। ଜୁସ୍ ପେଟେ ପିଇ ସାରିଲା ପରେ ମୁଁ ପତିଦେବକୁ ଯାଇ ପଚାରିଲି, ଶୁଣ ନା ତମ ମୋ ଭିତରେ ଗୋଟେ ଡିଫରେନ୍ସ କହିବ ଯୋଉଟା କି ସବୁ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ବି ଆପ୍ଲିକେବୁଲ। ଏଇ କଥା, ଏଇଟା ତ ପୁରା ସିମ୍ପଲ। କଣ କହୁନ ଦେଖି? ମୁଁ ବା ସବୁ ପୁଅ ମାନେ ସେଲୁନରୁ ଆସିଲା ପରେ ଗାଧେଇକି ଘରକୁ ଆସନ୍ତି, କିନ୍ତୁ ଝିଅମାନେ ସେଲୁନରୁ ଆସିଲା ପରେ ମୁହଁ ବି ଧୁଅନ୍ତିନି, ଘର ଭିତରେ ଆସିକି ରହିଯାନ୍ତି। No, 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 no.